ଜୟଗୁରୁ ଯୋଗ ସାଧନ ପାହାଡ଼ ଭ୍ରମଣ। ଗୋଟିଏ ସ୍ଥାନରେ ବେଶୀ ଦିନ ରହିବାରୁ ଭଲ ନ ଲାଗିବାରୁ ନିଗମାନନ୍ଦ ଦିନେ ଦିନେ ପାହାଡ଼ିଆର ଏଣେ ତେଣେ ବୁଲିବାକୁ ଯାଆନ୍ତି। ଦୂରବର୍ତ୍ତୀ ଆଉ ଅନେକ ପାହାଡ଼ୀ ଲୋକଙ୍କ ସହିତ ମଧ୍ୟ ତାଙ୍କର ପରିଚୟ ହେଲା। ସେ ପ୍ରତ୍ୟହ ନୂତନ ନୂତନ ସ୍ଥାନକୁ ଯାଇ ଭ୍ରମଣ କରି ଚାରିଆଡ଼ ଦର୍ଶନୀୟ ଶୋଭାମାନ ଦେଖିବାକୁ ଲାଗିଲେ। ବସ୍ତି ପରେ ବସ୍ତି, ଜଙ୍ଗଲ ପରେ ଜଙ୍ଗଲ ଅତିକ୍ରମ କରୁ କରୁ ଦିନେ ନିଗମାନନ୍ଦ ବ୍ରହ୍ମକୁଣ୍ଡର ପ୍ରାୟ 40 ମାଇଲ ଉତ୍ତରରେ ଥିବା ଗୋଟିଏ ପାହାଡ଼ିଆ ବସ୍ତିରେ ଯାଇ ପହଞ୍ଚିଲେ। ଏହି ବସ୍ତିରେ ଅବସ୍ଥାନ କରିଥିବା ସମୟରେ ନିଗମାନନ୍ଦ ଦିନେ ଉପରବେଳା ଗୋଟିଏ ଛିଣ୍ଡା ଢାଳିପକା ଛତା ନେଇ ବୁଲିବାକୁ ଯାଇଥିଲେ। ଅନେକ ଉଚ୍ଚ ନିଚ ପାହାଡ଼ ପାର ହୋଇ ସେ ଗୋଟିଏ ସୁନ୍ଦର ମନୋରମ ସ୍ଥାନରେ ଆସି ଉପସ୍ଥିତ ହେଲେ। ଏହି ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ କ୍ଳାନ୍ତି ଦୂର କରିବା ନିମିତ୍ତ ସେଠାରେ ବସି ପଡ଼ିଲେ। ସେ ବସି ବସି ଭଗବାନଙ୍କର ବିଚିତ୍ର ସୃଷ୍ଟି ରହସ୍ୟ କଥା ଚିନ୍ତା କରିବାକୁ ଲାଗିଲେ। କେତେ ନଦୀ, ପାହାଡ଼, ପର୍ବତ, ଦେଶ ବିଦେଶ କଥା ତାଙ୍କର ମନେ ପଡ଼ିଗଲା। ଜନ୍ମଭୂମି କଥା, ଜୀବନର ପୂର୍ବ ଅବସ୍ଥା, ବାଲ୍ୟକାଳ, ପିତା ମାତା, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ କଥା ମଧ୍ୟ ଗୋଟି ଗୋଟି କରି ମନରେ ଖେଳିଗଲା। ଅବଶେଷରେ ସ୍ତ୍ରୀଙ୍କର କଥା ମନେ ପଡ଼ିବାରୁ ମନ ଚଞ୍ଚଳ ହୋଇ ଉଠିଲା। ବେଦ ବେଦାନ୍ତ ଉପନିଷଦ ପୁରାଣାଦି ଏତେ ଅଭ୍ୟାସ କରିଥିଲେ ସେ ସମୟରେ କେହି ସେ ଚିନ୍ତା ସ୍ରୋତକୁ ବାଧା ଦେଇ ପାରିଲେ ନାହିଁ। ନିଗମାନନ୍ଦ ଭାବିଲେ, ତାହାହେଲେ ଏତେ ଦିନ ହେଲା କ'ଣ ମିଛରେ ବେଦାନ୍ତ ଅଭ୍ୟାସ କଲି? କାହିଁ କେହି ତ ମୋର ଏହି ସଂସ୍କାରର ସ୍ରୋତକୁ ବାଧା ଦେଇ ପାରିଲେ ନାହିଁ। ସେ କ୍ରମେ ଆତ୍ମହରା ହୋଇପଡ଼ିଲେ। ଜୟଗୁରୁ।